କେବେ ଡାକେନି। ମୁଁ ଡାକେ କିନ୍ତୁ ବେଶୀ ଯୋଉଠି ମୁଁ ନିରାଶ ହେବି ହାରାସ ହେବି ମୁଁ ଠାକୁରଙ୍କୁ ଡାକେ। କିନ୍ତୁ ମୁଁ ସବୁବେଳେ ସକାଳୁ ସନ୍ଧ୍ୟା ଯେତେବେଳେ ମୁଣ୍ଡିଆ ମାରେ ଠାକୁର, ହେ ପ୍ରଭୁ ସମସ୍ତେ ଖୁସିରେ ରୁହନ୍ତୁ, ସମସ୍ତେ ଭଲରେ ରୁହନ୍ତୁ, ସମସ୍ତେ କେମିତି ମୁଠେ ଖାଇବାକୁ ପାଆନ୍ତୁ। ମୁଁ ଏଇଟା ସବୁବେଳେ ଭଗବାନଙ୍କୁ ଡାକେ। ଆଉ ସେଦିନ ଏମିତି ଯାଉଥିଲୁ, ଭାଇ ସ୍ଲୋ ଥିଲା, ସିଏ ବି ସ୍ଲୋ ଥିଲା, ଏମିତି ଜଷ୍ଟ ତା ଗାଡ଼ିକି ଆମ ବାଇକ୍, ତା ବାଇକ୍ କି ଆମ ବାଇକ୍ ଜଷ୍ଟ ଟିକେ କୁଟିଗଲା। ବିଶ୍ୱାସ କରିବନି, ମୁଁ ମାନେ ଚଟାପଟ ଓହ୍ଲେଇ ପଡ଼ିଲି, ସ୍ଲୋ ଥିଲା ବାଇକ୍ଟା, ଓହ୍ଲେଇ ପଡ଼ିଲି। ସେଇଟା କେଡ଼େ ବଡ଼ ବିପଦ, ମାନେ ବିଶ୍ୱାସ କରୁନି, ଯଦି ଭାଇ ସ୍ପିଡ଼ରେ ଯାଇଥାନ୍ତା, ମୋ ଭାଇ ତ କେବେ ସ୍ପିଡ଼ରେ ଯାଏନି, ସିଏ ଯୋଉଠି ଦେଖ ଛକ ଗଳି ଯୋଉଠି କେହି ନଥିବେ ସେଇ ଜାଗାରେ ସେ ଟିକେ ଚଲେଇବ, ହେଲେ ବି ସେ ସ୍ପିଡ଼ ଚଲେନି। ଏମିତି ସେଦିନ ଗୋଟେ ଦୁର୍ଘଟଣାରୁ ଆମେ ଭାଇ ଭଉଣୀ ବଞ୍ଚିଗଲୁ। ମାନେ ଅଳ୍ପକେ, ଭଗବାନ ନାହାନ୍ତି ଅଛନ୍ତି, କିନ୍ତୁ ସତ୍ ବାଟ ସତ୍କର୍ମ ସତ୍ ବାଟରେ ଚାଲ, ଭଗବାନ ନିଶ୍ଚିନ୍ତ ସାହା ହେବେ। ଆଉ ଭାଇ ହେଠୁ ହାର ମାନିଲା, କହିଲା ଦେଖ ମୋତେ କେତେ ବଡ଼ ବିପଦରୁ ମୁଁ ରକ୍ଷା ପାଇଲି। ମୁଁ କହିଲି ତୁ ଏକ ଠାକୁର ଭକ୍ତ, ମୁଁ ବି ଠାକୁର ଭକ୍ତ, ଭଗବାନ ଅଳ୍ପକେ ଟିକେ ରକ୍ଷା କରିଦେଲେ। ଆଉ ମୁଁ ଜାଣୁଛି ବାଇକ୍ କୁଟି ହେଲେ ଲୋକ ଖସି ପଡ଼ୁଛି, ଗୋଡ଼ ହାତ ଭାঙୁଛି, ଖଣ୍ଡିଆ ଖାବରା ହେଉଛି, କାହାର ବି ଜୀବନ ଚାଲିଯାଉଛି। କିନ୍ତୁ ଭଗବାନଙ୍କ ଦୟାରୁ ମୁଁ ଏମିତି 3 ଥର ଆକ୍ସିଡେଣ୍ଟ ହେଲିନି। ବିଶ୍ୱାସ କରିବେନି, ମୁଁ ବ୍ଲକରେ ଡ୍ୟୁଟି କରୁଥିଲି, 3 ଥର ମୋ ଦେହ ଆଇଁ ସାଇଁ ପଡ଼ିଛି, କିନ୍ତୁ ମୋର କିଛି ହେଇନି। ଆଉ ଭାଇର ବି କିଛି ହେଇନି। ଜଷ୍ଟ ଭାଇର ଯେଉଁ ମଝିଆ ଭାଇର ଗାଡ଼ିଟା ଆଗରୁ ଟିକେ ଯେଉଁ ମୋଟର ଗାଡ଼ି ନା କ'ଣ କୁହନ୍ତି, ସେଇଟା ଟିକେ ଭାଙ୍ଗି ଯାଇଥିଲା। ସେଦିନ ପୁରା ଜୀବନଟା ଯାଇଥାନ୍ତା ଭାରି। କିନ୍ତୁ ଏତିକି ଗୋଟେ କଥା, ସେପଟେ ଯେଉଁ ବାଇକ୍ ବାଲା ଆସୁଥିଲା ଟିକେ ସ୍ଲୋରେ ଆସିଲା, ମାନେ ଭଗବାନ ତା କଣ୍ଠରେ ବସିଥିଲେ କ'ଣ, ସେଟା ବଡ଼ ବିପତ୍ତି ଥିଲା। କିନ୍ତୁ ସେଇଠୁ ମୁଁ ବଞ୍ଚିକି ଆସିଛି। ମୁଁ ତ ମରିଥିଲେ ଆଜିକି ହେଇଥାନ୍ତା 1.5 ବର୍ଷ। କିନ୍ତୁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି, ହେ ପ୍ରଭୁ ସମସ୍ତେ ଖୁସିରେ ରୁହନ୍ତୁ, ସମସ୍ତେ ଭଲରେ। ମାନୁଛି ଆକ୍ସିଡେଣ୍ଟରେ ବି ଜୀବନ ଯାଉଛି, କାହିଁ ଭଗବାନ ରଖୁଛନ୍ତି। ଏତିକି କଥା ମନେ ରଖିଥାଅ, ଯଦି ତୁମର ଆୟୁଷ ବୋଲି ଗୋଟେ ଜିନିଷ ଅଛି, ଯଦି ତୁମକୁ 5 ବର୍ଷ ବି ଆୟୁଷ ଥାଏ, 10 ବର୍ଷ ବି ଆୟୁଷ ଥାଏ, 20 ବର୍ଷ ବି ଆୟୁଷ ଥାଏ, କି 60 ବର୍ଷ ଥାଏ, କି 80 ବର୍ଷ ଥାଏ, କି 100 ବର୍ଷ ଥାଏ, ସେଟା ଭଗବାନ ଏଇ କପାଳ ଯେଉଁ 3 ଗାର ଲେଖି ଦେଇଛନ୍ତି ସଠିମା, ସେଟା କେବେ ଭୁଲ ନୁହେଁ, ସେଟା ସଠିକ୍। କାରଣ ଭଗବାନ ସେଟା ଆୟୁଷ ଲେଖି ଦେଇଥାନ୍ତି। ଆଉ ଗୋଟେ ଜିନିଷ, ଏ କଳିଯୁଗରେ ବି ଆୟୁଷଟା କମି ଯାଉଛି। କାରଣ କଳିଯୁଗରେ କେହି କାହା କଥା ମାନୁନାହାନ୍ତି, କେହି କାହା କଥା ଶୁଣୁନାହାନ୍ତି, ଆଉ ଭୁଲ ବାଟକୁ ଯାଉଛନ୍ତି, କୁକର୍ମ କରୁଛନ୍ତି, ଅସତ୍ ବାଟରେ ପଇସା ରୋଜଗାର କରୁଛନ୍ତି, ସତ୍ ବାଟରେ ନାହିଁ। ତେଣୁ ଭଗବାନ କହୁଛନ୍ତି ଯେ ଇଏ ଯଦି କୁକର୍ମ କଲା, ଅସତ୍ ବାଟ ଗଲା, ମାନେ ଭଲ କାମ କଲାନି, ତାହେଲେ ୟାକୁ ରଖି କ'ଣ ଲାଭ, ୟାକୁ ନେଇଯିବାଟା ଭଲ। କିନ୍ତୁ ଏତିକି ଗୋଟେ କହୁଛି, ଭଲ ମଣିଷ ବି ଚାଲି ଯାଉଛନ୍ତି, ଯିଏ ବି କୁକର୍ମ କରୁନି ସିଏ ବି ଚାଲି ଯାଉଛି। ଏତିକି ମୁଁ ସବୁବେଳେ ବିଶ୍ୱାସ କରେ ଭଗବାନଙ୍କ ପାଖରେ। ଆଉ ଗୋଟେ ବିଶ୍ୱାସ କରେ, ମନେ ରଖିଥିବେ, ଆୟୁଷ ବୋଲି ଗୋଟେ ଜିନିଷ, ସେଟା ଯେଉଁଦିନ ଛିଡ଼ିଯିବ କେହି ରଖିପାରିବେନି। ସେଟା 100 ବର୍ଷରେ ଛିଣ୍ଡୁ, 80 ବର୍ଷରେ ଛିଣ୍ଡୁ, 20 ବର୍ଷରେ ଛିଣ୍ଡୁ, 10 ବର୍ଷରେ ଛିଣ୍ଡୁ, 2 ବର୍ଷରେ ବି ଛିଣ୍ଡୁ। ଆକ୍ସିଡେଣ୍ଟରେ ଯିବ, ସାପ କାମୁଡ଼ାରେ ଯିବ, ବାଘରେ ଯିବ, ହାତରେ ଯିବ, ବିଭିନ୍ନ ପ୍ରକାର ଘଟଣା ଦୁର୍ଘଟଣାରେ ବି ଯିବ। ସେଟା ହେଉଛି ଭଗବାନ, ମାନେ ଆମର ଆୟୁଷ ଏତିକି। ଆମକୁ ଗୋଟେ ଭଗବାନ କେବେ ଜନ୍ମ ନିଏନି, ସେଟା ଗୋଟେ ଭିତରେ ପଶେଇ ଦେଇଥାଏ। ସେଇ ରୋଗ ହଉ, ଆକ୍ସିଡେଣ୍ଟ ହଉ ବି, ଯାହା ବି ହଉ, ସେଇଥିରେ ଜୀବନ ଚାଲିଯାଏ। କିନ୍ତୁ ଏତିକି ଗୋଟେ ମନେ ରଖିଥିବ, ବାପା ମା ଯାହା କୁକର୍ମ କରିବେ ନା, ସେଟା ଛୁଆ ଉପରେ ପଡ଼େ। ସେଟା ମନେ ରଖିଥିବ ସଦାବେଳେ, ବାପ ଅଜା ସୁକୃତରୁ ପୁଅ ନାତି ସୁକୃତ। କିନ୍ତୁ ଏଟା ସିଓର, ମିଛ ନୁହେଁ। ବାପା ମା ଯଦି ଭଲ କର୍ମ କରିବେ, ଛୁଏ ଭଲ କର୍ମ କରିବେ। ଛୁଏ ବି ଭଲ କର୍ମ କଲେ, ବାପା ମା ବି କୁକର୍ମ କରିଥିବେ, ନିଶ୍ଚିନ୍ତ ଛୁଆଙ୍କ ଉପରେ ପଡ଼ିବ। ସେଟା ମିଛ ନାହିଁ। ଆମେ କହନ୍ତି ଡାକ୍ତର ବୈଦ୍ୟ ଖାଇଲା ପଇସା, ରୋଗ ହେଲା, ଦେହ ପା ହେଲା, କ'ଣ ପାଇଁ ହେଉଛି? ଆପଣ କିଛି ନା କିଛି କୁକର୍ମ କରିଥିବେ। ଆପଣ ନ କରିଥିଲେ ଆପଣ ବାପା କରିଥିବେ, ମା କରିଥିବେ, କି ଆପଣ ଆର ଜନ୍ମରେ କ'ଣ କରିଥିବେ, ଏ ଜନ୍ମରେ ଭୋଗ କରୁଛନ୍ତି, କି ଏ ଜନ୍ମରେ ବି ଯାହା କରୁଛନ୍ତି ଆର ଜନ୍ମରେ ଭୋଗ କରିବେ। ସେଟା କେବେ ଭାବିବେନି। ସେଟା ଭଗବାନ କେବେ କାହାକୁ ଦୁଃଖ ଦିଅନ୍ତି, ଆପଣ ନିଜେ ହିଁ ଦୁଃଖର କାରଣ। ତେଣୁ ନିଜେ କର୍ମ କର, ଫଳ ଉପରେ ଆଶା ରଖନି, ସତ୍ ବାଟରେ ଚାଲ, ସତ୍ କର୍ମ କର, ତାହେଲେ ଭଗବାନ ନିଶ୍ଚିନ୍ତ ଆପଣଙ୍କୁ, ଯେତେ ବଡ଼ ଖାଲ ଥାଉ, ଭଗବାନ ନିଶ୍ଚିନ୍ତ ଉପରକୁ ଉଠେଇଦେବେ। ଯାହା ଦ୍ୱାରା ହେଲେ ବି, ଯିଏ ବି ହଉ, ଆପଣଙ୍କୁ ନିଶ୍ଚିନ୍ତ ସାହାଯ୍ୟ କରିବେ। ଆଉ କେବେ ହେଲେ ଧର୍ମ ସାହାଯ୍ୟ କେବେ ପକା ନାହିଁ। ଆପଣ ଯାହାକୁ ବି ଧର୍ମ କରୁଥିବେ, ଏଡ଼ିକି ଟିକେ ନା, ଆପଣଙ୍କୁ ସେ ଯେଉଁ ପଟେ ହେଲେ ଭଗବାନ ଯେଉଁ ପଟେ ହେଲେ ଧର୍ମ କରିଦେବେ, ସାହାଯ୍ୟ କରିଦେବେ। ଏଟା ସିଓର, ମୋ ଘଟଣା କ୍ଷେତ୍ରରେ ବି ଘଟିଛି। ଆଉ ବେଶୀ ଗପିବିନି, ବହୁତ ଗପିଦେଲି। ଆପଣ ଯଦି କ'ଣ ଶିକ୍ଷା ପାଇବେ ତାହେଲେ ପ୍ଲିଜ୍ କମେଣ୍ଟରେ ଲେଖିବେ। ମୁଁ ତ ଛୋଟ ବୁଦ୍ଧି ଯାହା ବି ଜାଣିଛି, ଯାହା ଅଙ୍କେଇଲି ବି ହେଇଛି, ନିଜେ ଯେତିକି ବି ଜାଣିଛି ଆପଣଙ୍କ କାମରେ ସେୟାର କରିଦେଲି। ଚାଲନ୍ତୁ ଭିଡ଼ିଓଟି ଏତିକି ରଖିବା, ବେଶୀ ଲମ୍ବା ହେଇଯିବ। ପୁଣି ଆପଣମାନଙ୍କୁ ଆଉ କେତେବେଳେ ଭଲ ଭଲ କଥା ନେଇ ଆସିବି। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର, ବାଏ ବାଏ, ଟାଟା।